ଆଜ୍ଞା ମୁଁ କୁଳମଣି ପଣ୍ଡା। ହଁ, ଆଉ ମୋର ଫୋନ୍ ନମ୍ବର 8093355583 8093355583। ମୁଁ କାହିଁକି ମୋ ବିଷୟରେ ପଦେ କହିଲି ଯେ ଗତକାଲି ବିଭିନ୍ନ ଆଡ଼ୁ ବିଭିନ୍ନ ଲୋକ ଫୋନ୍ କଲେ, ଆଠୁ ତାଠୁ ଖବର ବୁଝିକିରି ଯେ ଆଜ୍ଞା ଆପଣଙ୍କର ଫୋନ୍ ନମ୍ବର ଟିକେ କହିଦିଅନ୍ତୁ, କେତେବେଳେ ଆଉ ଇଚ୍ଛା ହେବ ଆପଣଙ୍କ ସହ ଦୁଃଖ ସୁଖ ହେବା ପାଇଁ। ଏଇଥିପାଇଁ ମୁଁ ଆଜି ମୋର ଫୋନ୍ ନମ୍ବର ଓ ମୁଁ ପରିଚୟ ଦେଲି। ହଁ ବନ୍ଧୁ, ଆମେ ଏବେ ରାହୁଙ୍କ ବିଷୟରେ ଆଲୋଚନା କରୁଛେ ଯେ ରାହୁ 29 ମେରେ ପୂର୍ବଭାଦ୍ର କୁମ୍ଭକୁ ଯାତ୍ରା କରିବେ। ଏହି ତମ ଗ୍ରହ ବକ୍ରଗତିରେ ଯାତ୍ରା କରି ସିଂହ ରାଶିର ସମସ୍ତ ବ୍ୟକ୍ତିଙ୍କୁ କି ଫଳ ଦେବେ ସେ ବିଷୟରେ ଆଜି ଆମେ ଏକ ଦୀର୍ଘ ଆଲୋଚନା କରିବା। ମଘା ପୂର୍ବ ଫାଲ୍ଗୁନି, ଉତ୍ତର ଫାଲ୍ଗୁନି। ମଘା ପାଇଁ ଭଲ ଶୁଭ ଖବର ଅଛି, ବଢ଼ିଆ ଖବର। ଆଉ ଉତ୍ତର ଫାଲ୍ଗୁନି ପାଇଁ ମଧ୍ୟ ମଜା ଖବର। ହେଲେ ପୂର୍ବ ଫାଲ୍ଗୁନି ଯିଏ ମଝିରେ ଅଛନ୍ତି, ଯିଏ 11 ନକ୍ଷତ୍ର, ତାଙ୍କ ପାଇଁ ସେତେ ଶୁଭ ଖବର ନାହିଁ। ହେଲେ ଶୁଭ ବା ଅଶୁଭ ଏସବୁ କ'ଣ କେଉଁଠି କେହି ସାଇତି ରଖିଛି ଆମକୁ ଦେବ? ନାହିଁ। କେହି କାହାକୁ ସୁଖ ଦିଏ ନା କି ଦୁଃଖ ଦିଏ ନା। ହର ବ୍ରହ୍ମା ବି ଦେଇପାରିବେନି, ଇଷ୍ଟ ଦେବତା ବି ଦେଇପାରିବେନି, ପିତା ମାତା ବି ଦେଇପାରିବେନି। ଏଇଥିପାଇଁକି ତ ଶ୍ରୀମଦ୍ ଭଗବତ ଗୀତାରେ ମନୁଷ୍ୟମାନଙ୍କର ପ୍ରତିନିଧି ଅର୍ଜୁନଙ୍କୁ ଦେବତା ଶ୍ରୀକୃଷ୍ଣ କହିଲେ କର୍ମଣ୍ୟେ ବାଧିକାରସ୍ତେ। ହେ ମଣିଷ, ତୁମର କେବଳ କର୍ମରେ ଅଧିକାର ଅଛି। ଶ୍ରୀମଦ୍ ଭାଗବତରେ ଭକ୍ତ କବି ଜଗନ୍ନାଥ ଦାସ କହିଲେ, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଏଇ ଜ୍ଞାନ ଆମକୁ ଦେଇଛନ୍ତି ତ ଭଗବାନ। ଆମେ ଏଇ ଜ୍ଞାନ ବଳରେ ନିଷ୍ପତ୍ତି ନେବା, କେଉଁଟା ଭୁଲ କେଉଁଟା ଠିକ୍। ଆମେ ସେ ନିଷ୍ପତ୍ତି ନେଇପାରୁନେ, ଅନ୍ୟାୟକୁ ଆଶ୍ରା କରୁଛେ, ପାପ ପୋଷାକ ପିନ୍ଧୁଛେ, ଭୁଲ ବାଟରେ ଯାଉଛେ, ଅଧର୍ମ କାର୍ଯ୍ୟ କରୁଛେ, ଅନୁଚିତ ଚିନ୍ତାଧାରା ଭିତରେ ବୁଡ଼ି ରହିଛେ। କହିଲେ ଭାଇ, ଯିଏ ନିଆଁ ଗିଳେ ସେ କ'ଣ ହଗିବ? ଅଙ୍ଗାର ପାଉଁଶ। ତେଣୁ ଆପଣା କଲା କର୍ମ ମାନ, ବେଳୁ ହୋଇବ ସାବଧାନ। ଇଂରାଜୀରେ କହନ୍ତିନି, ଲାଇକ୍ ଫାଦର ଲାଇକ୍ ସନ୍, ଇଲ୍ ଗଟ୍ ଇଲ୍ ସ୍ପେଣ୍ଟ। ଯେମିତି ଆୟ ସେମିତି ବ୍ୟୟ। ହଁ, ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। କିନ୍ତୁ ପୁଣି ଲେଖା ଅଛି, ଧର୍ମ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି। ନୀତିକାର କ'ଣ ଲେଖିଲେ? ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା, ପରୋ ଦଦାତୀତି କୁବୁଦ୍ଧିରେଷା, ଅହଂ କରୋମୀତି ବୃଥାଭିମାନଃ, ସ୍ୱକର୍ମ ସୂତ୍ରୈ ଗ୍ରଥିତା ହି ଲୋକଃ। ତେଣୁ ସୁଖ ଦୁଃଖ କେହି କାହାକୁ ଦିଏନି। ଆମେ ନିଜେ ହିଁ ଆମ ବାଟରେ କଣ୍ଟା ପକାଉ, ସେ କଣ୍ଟା ଆମ ପାଦରେ ଫୁଟେ। ଆମେ ଆମ ପାଇଁ ହିଁ ଗାତ ଖୋଳୁ, ସେଇ ଗାତରେ ଆମେ ହିଁ ପଡ଼ୁ। ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ହଁ ବନ୍ଧୁ, ଆସନ୍ତୁ ଯିବା
ଆମ ଜାତକ ଦେଖିବା, ଆମ ଜାତକରେ ସେ ବଳିଷ୍ଠ ଗ୍ରହ ରାହୁ କେଉଁଠି ଅଛନ୍ତି? ଯଦି ସେ ମିଥୁନରେ ନବମ ଘରେ ଅଛନ୍ତି, ଜାତକର ନବମ ଘର ଯଦି ମିଥୁନ, ସେଠି ରାହୁ ଅଛନ୍ତି, ସେ ସେଠି ସ୍ୱାଧୀନ, ଅତି ବଳବାନ। ତାଙ୍କ ଉପରେ, ତାଙ୍କ ସପ୍ତମରେ ଯଦି ବୁଧ ଅଛନ୍ତି, ବୁଧଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଲା, ସେ ଫୁଲ୍ ପାୱାରଫୁଲ୍, ଅତି ବଳବାନ। ଆପଣଙ୍କ ଜାତକରେ ଏ ଯୋଗ ଅଛି କି? ତାହେଲେ ଆପଣ ପାଇଁ ଦୁଃଖ ନାହିଁ। ରାହୁ ଆପଣଙ୍କୁ ସୁରକ୍ଷା ଦେବେ। ମାର ପଣତ କାନି ଭଳି ସେ ଆପଣଙ୍କୁ ସୁରକ୍ଷା ଦେବେ। ରାହୁ ଯଦି ମିଥୁନ, କନ୍ୟା, ବୃଷ, ତୁଳା, କୁମ୍ଭ, ମକରରେ ଥାନ୍ତି ବା ତୃତୀୟ, ଷଷ୍ଠ, ଦଶମ, ଏକାଦଶରେ ଥାନ୍ତି, ତାହେଲେ ସେ ପୂର୍ଣ୍ଣ ସ୍ୱାଧୀନ ଓ ସୁସ୍ଥ ମସ୍ତିଷ୍କରେ ଶୁଭ କଲ୍ୟାଣ କରିବେ। ରାହୁ ଯଦି ଲଗ୍ନ, ଦ୍ୱିତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ, ଅଷ୍ଟମ ଓ ଦ୍ୱାଦଶରେ ଥାନ୍ତି, ଧନୁ, ମୀନ, ମେଷ, ବିଛା, କର୍କଟ, ସିଂହରେ ଥାନ୍ତି, ସେ ଅସୁସ୍ଥ, ସେ କ୍ରୁଦ୍ଧ, ସେ କପଟୀ, ସେ ମିଥ୍ୟାଚାରୀ। ତେଣୁ ସେ ପ୍ରଭାବ ଆମ ଉପରେ ପଡ଼ିବ। ଏବେ ଆପଣଙ୍କ ଜାତକ ଆପଣ ଦେଖନ୍ତୁ, ପୂର୍ବରୁ ଆରମ୍ଭରୁ ଏପର୍ଯ୍ୟନ୍ତ କଥା ମୁଁ କହିଲିଣି, ନିଜକୁ ନିକିତିରେ ପକାଇ ଦିଅନ୍ତୁ। ଜାତକର ସ୍ଥିତି ଠିକ୍ଠାକ୍ ଆଉ ଆପଣ ଠିକ୍ଠାକ୍, ତେଣୁ ଫଳ ଠିକ୍ଠାକ୍। ଆସନ୍ତୁ ଦେଖିବା ମଘା ରାଶି କଥା। ମଘା ନକ୍ଷତ୍ର, ସିଂହ ରାଶି। ମଘା ନକ୍ଷତ୍ର ସିଂହକୁ ରାହୁ ମହାଗ୍ରହ ରାଜପୂଜା ପରି ମହା ସମ୍ମାନ ଦେବେ। ଏଇଠି ଭାବିବା, ମୋର ଯଦି ମଘା ନକ୍ଷତ୍ର, ମୋ ରାଜ ପୂଜା ପାଇବା ପାଇଁ ଯୋଗ୍ୟ କି? ଯଦି ଜାତକରେ ରାହୁ ମିଥୁନରେ ନବମରେ ଥିବେ ବା ମିଥୁନ, କନ୍ୟା, ବୃଷ, ତୁଳା, ମକର ବା କୁମ୍ଭରେ ଥିବେ, ତୃତୀୟରେ, ଷଷ୍ଠରେ, ଦଶମରେ ବା ଏକାଦଶରେ ଥିବେ, ତେବେ ତାଙ୍କୁ ବୁଧ ଦେଖୁଥିବେ ବା ବୁଧଙ୍କ ସହ ଥିବେ, ତେବେ ଏହି ରାଜଶୁଭ ରାଜପୂଜା ଲକ୍ଷଣ ମୋ ପାଇଁ ଯୋଗ୍ୟ। ଯଦି ନାହିଁ, ତେବେ ମୋତେ ଏ ରାଜକୀୟ ସମ୍ମାନ ମିଳିବ ନାହିଁ। ଅନ୍ୟ ପକ୍ଷରେ ମହା ସମ୍ମାନ କାହାକୁ ମିଳିବ? ସମ୍ମାନ କେବଳ ଯୋଗ୍ୟ ଲୋକଙ୍କୁ ମିଳେ, କରିତ୍କର୍ମାକୁ ମିଳେ। ଯେଉଁମାନେ ସତ୍ଚିନ୍ତା କରନ୍ତି, ସେମାନେ ଅବଶ୍ୟ ସତ୍କର୍ମ କରନ୍ତି। ତେଣୁ ତାଙ୍କର ସଦ୍ଭାବନା ତାଙ୍କୁ ମହାନ କରେ। ସେ ପୂଜ୍ୟ ହୁଅନ୍ତି, ନମସ୍ୟ ହୁଅନ୍ତି, ପ୍ରାତଃସ୍ମରଣୀୟ ହୁଅନ୍ତି। ତାଙ୍କୁ ଏଇ ରାଜସମ୍ମାନ ମିଳିବ। ମୁଁ କ'ଣ ସେମିତିଆ ଲୋକ? ମୁଁ କ'ଣ ସତ୍ଚିନ୍ତା କରୁଛି, ସତ୍କର୍ମ କରୁଛି? ତେବେ ମୋତେ ଉଚ୍ଚ ସମାନ, ଉଚ୍ଚ ଆସନ, ଉଚ୍ଚ ସମ୍ମାନ ମିଳିବ କିପରି? ଏ ଚିନ୍ତା ମୋର କରିବା ଉଚିତ। କିଏ ସେହି ଯୋଗ୍ୟ ବ୍ୟକ୍ତି ଯେ ନିରନ୍ତର ସତ୍ଚିନ୍ତା କରୁଥିବେ, ସେ ଅବଶ୍ୟ ସତ୍କାର୍ଯ୍ୟ କରିବେ। ସତ୍କର୍ମର ଫଳ ସତ ଅଟେ। ସାରାଂଶ ଏହା ଯେ ସପ୍ତମ ରାହୁ ମଘା ସିଂହକୁ ମହା ସମ୍ମାନରେ ସମ୍ମାନିତ କରେ। ଯେମିତି ଶନି ସପ୍ତା, ସେମିତି ରାହୁ ସପ୍ତା। ହେଲେ ସିଂହ ରାଶି ପାଇଁ ଶନି ସପ୍ତା ମୁଖ୍ୟତଃ ମଘା ନକ୍ଷତ୍ରକୁ ଉଚ୍ଚ ସମ୍ମାନ ଦେବେ। ତାପରେ ଦେଖିବା ପୂର୍ବଫଳ ନକ୍ଷତ୍ର। 11 ନକ୍ଷତ୍ର କହିଛି ଭଲ ଯୋଗ ନାହିଁ। ଯଦି ତାଙ୍କ ଜାତକରେ ଆପଣଙ୍କର ମନେ କରନ୍ତୁ ପୂର୍ବଫଳ ନକ୍ଷତ୍ର, 11 ନକ୍ଷତ୍ର, ସିଂହ ରାଶି, କିନ୍ତୁ ରାହୁ ସୁସ୍ଥରେ ଅଛନ୍ତି। ଆମେ ଆଲୋଚନା କଲେ ଯେ
ପୂର୍ବ ଫାଲ୍ଗୁଣୀ ନକ୍ଷତ୍ରକୁ ଶୁଭଫଳ ନାହିଁ, କିନ୍ତୁ ରାହୁ ଭଲ ଜାଗାରେ ଅଛନ୍ତି, ରାହୁ ଭଲରେ ଅଛନ୍ତି, କିନ୍ତୁ ଗଣନା କହୁଛି ଭଲ ଫଳ ପାଇବେନି। ଏଠି ପ୍ଲସ୍ ମାଇନସ୍ କ୍ୟାନ୍ସଲ୍ ହେଇକିରି ଦୁଃଖ କମ୍ ମିଳିବ, ସୁଖ ଛାଇରେ ପୂର୍ବ ଫାଲ୍ଗୁଣୀ ନକ୍ଷତ୍ର ବିଶ୍ରାମ ନେଇପାରିବେ ଯଦି ରାହୁ ଭଲ ଜାଗାରେ ସୁସ୍ଥରେ ଥିବେ। ଦେଖିବା କ'ଣ ଲେଖା ହେଲା। ପୂର୍ବ ଫାଲ୍ଗୁଣୀ ନକ୍ଷତ୍ରକୁ ସପ୍ତମ ରାହୁ କଲ୍ୟାଣ କରିପାରିବେ ନାହିଁ ଯଦି ସେ ଅଶୁଭ ଜାଗାରେ ଥାନ୍ତି। ସେମାନଙ୍କର ଅର୍ଥ ନାଶ ଯୋଗ ଅଛି। ଯଦି ରାହୁ ଅସୁସ୍ଥ ଜନ୍ମ ଜାତକରେ ତେବେ ଏ ଦୁର୍ଯୋଗ ଅବଶ୍ୟ ଆସିବ। ମାନେ ରାହୁ ଯଦି ଲଗ୍ନ ଦ୍ୱିତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ, ଅଷ୍ଟମ ବା ଦ୍ୱାଦଶରେ ଥିବେ, ମେଷ, କର୍କଟ, ସିଂହ, ବିଛା, ଧନୁ ବା ମୀନରେ ଥିବେ, ପୂର୍ବ ଫାଲ୍ଗୁଣୀ ପାଇଁ ଏ ଦୁର୍ଯୋଗ ଆସିବ। ଯଦି ସୁସ୍ଥାବସ୍ଥାରେ ଥିବେ ତେବେ ଅଳ୍ପ ଦୁଃଖ ଆସିବ ବା ଆଦୌ ଦୁଃଖ ଆସି ନପାରେ। ଅର୍ଥନାଶ କାହାର ହୁଏ ପ୍ରଶ୍ନ ଆସିବ ନା। ଅର୍ଥନାଶ କାହାର ହୁଏ? ଏହି ପ୍ରଶ୍ନର ସମାଧାନ ଧାରା ଅଛି ଅତି ସରଳ। ଧନ ଯେଉଁ ଉପାୟରେ ଆସିଥାଏ ଠିକ୍ ସେଇ ଧାରାରେ ଯାଇଥାଏ। ଯଦି ଆପଣ ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଆୟ କରିଥିବେ ତାହେଲେ ଏ ଧନକୁ ହର ବ୍ରହ୍ମା ବି ହରଣ କରିପାରିବେନି। ଯଦି ଅସତ୍ କର୍ମରେ ଧନ ଆସିଥିବ ତାହେଲେ ସେ ଧନ ରୋଗରେ, ବ୍ୟାଧିରେ, କେସ୍ରେ, ବାସରେ, ଚୋରିରେ, ଡକାୟତରେ ହଜିଯିବ। ଏବେ ନିଷ୍ପତ୍ତି ଆପଣଙ୍କର। ଆପଣ ଦୁଃଖ ଭୋଗିବେ, ଧନଜନିତ ଦୁଃଖ କି ନା। ଆସନ୍ତୁ ବନ୍ଧୁ, ଆମେ ଏବେ ଯିବା ଉତ୍ତର ଫାଲ୍ଗୁଣୀ କନ୍ୟା ସିଂହ ରାଶି ପାଖ। ଉତ୍ତର ଫାଲ୍ଗୁଣୀ ନକ୍ଷତ୍ର ସପ୍ତମ ରାହୁ ସର୍ବ ସୁଖ ପ୍ରଦାନ କରି ଖୁସି କରିବେ। ଜନ୍ମ ଜାତକରେ ରାହୁ ଯଦି ସୁସ୍ଥ ତେବେ ଉତ୍ତର ଫାଲ୍ଗୁଣୀକୁ ଯଥା ସମ୍ଭବ ଯଥା ଶୀଘ୍ର ସବୁ ସୁଖ ଦେବେ। ଯଦି ଅସୁସ୍ଥ ତାହେଲେ ଦେବେନି। ମାନସିକ, ଶାରୀରିକ, ଦୈହିକ, ଲୌକିକ, ପାରିବାରିକ, ଦାମ୍ପତ୍ୟ, ସାମାଜିକ, ଆର୍ଥିକ ସବୁ ସୁଖ ଦେବେ। ଉତ୍ତର ଫାଲ୍ଗୁଣୀ ସିଂହ ରାଶିକୁ ଆପଣଙ୍କର ଉତ୍ତର ଫାଲ୍ଗୁଣୀ ନକ୍ଷତ୍ର ସିଂହ ରାଶି କି? ତାହେଲେ ଆପଣ ଏ ସମସ୍ତ ସୁଖ ଅବଶ୍ୟ ପାଇବେ। ଯଦି ଆପଣଙ୍କ ଜାତକରେ ଗ୍ରହ ରାହୁ ସୁସ୍ଥରେ ଥିବେ। ଯଦି ଅସୁସ୍ଥରେ ଥିବେ ଏ ସୁଖ ଖାଲି ସ୍ୱପ୍ନ ଭଳି ଆସିବ। ଆପଣ ଦେଖିବେ ଆପଣଙ୍କ ଗଛରେ ଆମ୍ବ ପାଚିଛି, କିନ୍ତୁ ଆପଣ ଗୋଟେଇଲା ବେଳକୁ ସବୁ ଖଣ୍ଡିଆ, ଫଟା, ପଚା ଏଭଳି। କାରଣ ଆପଣଙ୍କର ଭାଗ୍ୟମନ୍ଦ ଜାତକରେ ରାହୁ ଠିକ୍ ଠାକ୍ ନାହାନ୍ତି। ଜମିରେ ବଢ଼ିଆ ଫସଲ ହେଇଛି, କିନ୍ତୁ ଅମଳ ବେଳକୁ ବାତ୍ୟା, ଝଡ଼, ବନ୍ୟା ଇତ୍ୟାଦି କ'ଣ ହେଇଯିବ। ଏଇ ଦୃଷ୍ଟିକୋଣରୁ ଆଗ ଦେଖିବେ ଆପଣଙ୍କ ଜାତକରେ ରାହୁର ସ୍ଥିତି କ'ଣ, କେଉଁଠି ସୁସ୍ଥ କି ଅସୁସ୍ଥ। ଯଦି ସୁସ୍ଥ ତାହେଲେ ଅବଶ୍ୟ ଆପଣଙ୍କର ପାଚିଲା ଆମ୍ବ ସବୁ ଗୋଟା ପଣ ଘରକୁ ଆସିବ। ଅମଳ ଫସଲ କେହି ନଷ୍ଟ କରିପାରିବେନି। ଦେଖିବା କ'ଣ ହେଲା ସେଠି। ଯଦି ଅସୁସ୍ଥ ଅବସ୍ଥାରେ ରାହୁ ଅଛନ୍ତି ତେବେ ସୁଖ ମିଳିବ, ମାନେ ଶୁଣି ଖୁସି ହେବେ, ସୁଖ ଅନୁଭବ କରିପାରିବେନି। ଧନରେ ସୁଖ ବା ଶାନ୍ତି ନଥାଏ। ମନ ତୋହର ନିଜ ଗୁରୁ ଉଦ୍ଧବ କେତୁ ପଚାରୁ। ଆମେ ଆମକୁ ପଚାରିବା ଆମର କର୍ମ ଠିକ୍ ତ? କର୍ମ ଆଦି ଠିକ୍, ସୁଖ ଠିକ୍। କର୍ମ ଆଦି ଭୁଲ ତାହେଲେ ସୁଖ ଆସିବ କୋଉଠୁ? ଖାଲି ଶୁଣି ଖୁସି ହେବାନି। ଭଲ ସ୍କୁଲରେ ଭଲ ଶିକ୍ଷକଙ୍କ ପାଖରେ ପିଲାକୁ ଛାଡ଼ିଦେଲେ ଯେ ପିଲା ପଣ୍ଡିତ ହେଇଯିବ, ଜ୍ଞାନୀ ହେଇଯିବ, ତା ନୁହଁ। ଆମେ ଦେଖିବା ଆମେ ପିଲାକୁ କେତେ ସଂସ୍କାର ଦେଇଛେ। ସେ ବିନୀତ, ନମ୍ର, ଉଦାର, ଶାନ୍ତ କି
ତେବେ ଭଲ ହେବ। ଯଦି ଆମ ପିଲା ଆମ କଥା ମାନୁନି, ସେ ସାରଙ୍କ କଥା ମାନିବ କିପରି? ତେଣୁ ହେ ବନ୍ଧୁ, ଉତ୍ତର ଫଳ ନକ୍ଷତ୍ର ହେଲେ ବି ଆପଣ ରାହୁ ସପ୍ତାହ କବଳରୁ ମୁକ୍ତି ପାଇବା ପାଇଁ ସତ୍କାର୍ଯ୍ୟ କରନ୍ତୁ। ଅବଶ୍ୟ ଆପଣଙ୍କୁ ରାହୁ କଲ୍ୟାଣ କରିବେ, ମଙ୍ଗଳ ହେବ। ଯଦି ସତ୍କର୍ମ ହେଇଥିବ ତାହେଲେ ସେ ମଙ୍ଗଳ ଅବଶ୍ୟ ଆପଣଙ୍କୁ ଆନନ୍ଦ ଦେବ, ସୁଖ ଦେବ। ଯଦି ଅସତ୍ ତାହେଲେ ମୁଁ ଦୁଃଖିତ ରହିଲି। ବନ୍ଧୁ, ଆଜି ଏତିକି। ନମସ୍କାର।